ଏବଂ ଭଉଣୀ ମୁଁ ସମସ୍ତଙ୍କୁ ପ୍ରଥମେ ଆଜି ଧନ୍ୟବାଦ ଦେଉଛି ଯେ ଏତେ ସକାଳୁ ଆପଣମାନେ ବିଜେପିର ନିମନ୍ତ୍ରଣ ରକ୍ଷା କରି ଆମ ସହିତ ଚା ପାନ କରିଛନ୍ତି, ଆମ ସାଙ୍ଗରେ ଆସିଛନ୍ତି, ସେଥିପାଇଁ ପ୍ରଥମେ ଧନ୍ୟବାଦ। କୌଣସି କାର୍ଯ୍ୟକ୍ରମ ନଥିଲା, ଅନୌପଚାରିକ ଭାବରେ କାର୍ଯ୍ୟକ୍ରମ ସବୁ ହେଇଛି। ଆମେ ଏଠିକାର ଅଭାବନୀୟ ପରିସ୍ଥିତିରେ ଏଠି ଗୋଟେ ଉପନିର୍ବାଚନ ଓଡ଼ିଶାରେ ଆମ ସରକାର ଗଠନ ପରେ ପ୍ରଥମ ଉପନିର୍ବାଚନକୁ ଆମେ ସମସ୍ତେ ସାମ୍ନା କରୁଛୁ କିମ୍ବା ସମ୍ମୁଖୀନ ହେଉଛୁ। এই উপনির্বাচনে যে দিবঙ্গত আমার যে বিধায়ক ଥିଲେ ପୂର୍ବତନ ମନ୍ତ୍ରୀ ଥିଲେ ତାଙ୍କର ସୁପୁତ୍ର ଜୟ ଢୋଲକିଆ ନିର୍ବାଚନରେ ଲଢ଼ୁଛନ୍ତି। ଆମ ପାର୍ଲାମେଣ୍ଟ ପାର୍ଟି କେନ୍ଦ୍ରୀୟ ପାର୍ଲାମେଣ୍ଟ ପାର୍ଟି ତାଙ୍କୁ ପ୍ରାର୍ଥୀ କରିଥିବାରୁ ଆମେ କେନ୍ଦ୍ର ପାର୍ଟିର ଆମେ ଧନ୍ୟବାଦ ଦେଉଛୁ। କେନ୍ଦ୍ରୀୟ ସଭାପତି ଅମିତ ଜି, ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି, ଆମେ କେନ୍ଦ୍ରରେ ଯେଉଁ ସରକାରର ଭଲ କାର୍ଯ୍ୟ ପାଇଁ ଆମେ 2024ରେ ଲୋକଙ୍କର ଓଡ଼ିଶାର ଲୋକଙ୍କ ଆଶୀର୍ବାଦରୁ ଆମ ପ୍ରଥମ ସରକାର ହେଇ 16 ମାସ ପୁରା କରିଛି। 17 ମାସ ଏ ସରକାର ଚାଲିଛି। କାଲି 500 ଦିନ ପୁରା କରିଛି ଆମ ସରକାର। ଗତକାଲି 500 ଡେଜ୍ ଆମେ ପ୍ରଥମ 500 ଦିନ ଆମେ ଅତିକ୍ରାନ୍ତ କରିଛୁ। ଆମର ପୁରା ମନ୍ତ୍ରିମଣ୍ଡଳ ଯେଉଁ କାମ ଆମ ସରକାର ସଂକଳ୍ପ କରିଥିଲା ଯେ ଆମେ ଚାଷୀମାନଙ୍କ ରୋଜଗାରକୁ ଦ୍ୱିଗୁଣା କରିବା ପାଇଁ ଯେଉଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ସଂକଳ୍ପ ନେଇଥିଲେ, 14 ମସିହାରେ 1310 ଟଙ୍କା ଧାନ କ୍ୱିଣ୍ଟାଲ ଆଜି 2369 ଟଙ୍କା 2369 ଧାନ କ୍ୱିଣ୍ଟାଲରେ ପହଞ୍ଚି ଆମେ ଇନପୁଟ୍ ସବସିଡ଼ି ମଧ୍ୟ ଏଠି ଦେଇକି 3100 ଟଙ୍କା ଧାନ କ୍ୱିଣ୍ଟାଲରେ ଖରିଫ ଆଉ ରବି ଫସଲର ଧାନକୁ ଆମେ ଖରିଦ କରୁଛୁ। ମୁଁ ସେଥିପାଇଁ ମୁଖ୍ୟମନ୍ତ୍ରୀ ଆମ କୃଷିମନ୍ତ୍ରୀ ପୁରା ଟିମ୍କୁ ମୁଁ ଧନ୍ୟବାଦ ଦେଉଛି ଯେ ସେମାନେ ଯାହା ଆମେ ସଂକଳ୍ପତ୍ରରେ ଭାରତୀୟ ଜନତା ପାର୍ଟି ଲେଖିଥିଲା ମ୍ୟାନିଫେଷ୍ଟୋରେ ତାକୁ କାର୍ଯ୍ୟକାରୀ ସେମାନେ ଅକ୍ଷରଶା କରିଛନ୍ତି ଏବଂ 16 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ପରିବାରକୁ ସେମାନେ ଇନପୁଟ୍ ସବସିଡ଼ି ଆସିଷ୍ଟାନ୍ସ ଦେଇଛନ୍ତି। ଏବଂ ସୁଭଦ୍ରା ଯୋଜନାର କମିଟମେଣ୍ଟ ଆମେ କରିଥିଲୁ 3ଟା ଇନଷ୍ଟଲମେଣ୍ଟ ଭଉଣୀମାନେ ମାଆମାନେ ପାଇସାରିଛନ୍ତି। ଏବଂ ଜଗନ୍ନାଥ ମନ୍ଦିରର ଦ୍ୱାର ଖୋଲିବାଠୁ ହେଉ, ରତ୍ନଭଣ୍ଡାର ଖୋଲିବାଠୁ ହେଉ, 500 କୋଟି ଟଙ୍କା ଆମେ ରିଭଲଭିଂ ଫଣ୍ଡ ଦେବାରେ ହେଉ ଏବଂ ରାସ୍ତା ପାଇଁ ଅଥରିଟି ଆଇନକୁ ଆଣିବା ଏବଂ ସେଥିପାଇଁ 75,000 କିଲୋମିଟର ରାସ୍ତା ତିଆରି କରିବା ପାଇଁ ଅଥରିଟି ତିଆରି କରିବା, ଇଏ ଓଡ଼ିଶା ଇତିହାସରେ ଗୋଟେ ମାଇଲ ଖୁଣ୍ଟ। ଏବଂ ଆମେ 15 ଲକ୍ଷ ହେକ୍ଟର ଜମିରେ ଜଳସେଚନ କରାଇବା। ବିଶେଷ କରି 17 ଲକ୍ଷ କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ଓଡ଼ିଶାକୁ ଆସିବା, ଏ ଓଡ଼ିଶା ଇତିହାସରେ ପ୍ରଥମ ଥରଟା ସମ୍ଭବ ହୋଇପାରିଛି। ସ୍ୱାଧୀନତା ପରେ 78 ବର୍ଷ ପରେ ଓଡ଼ିଶାର ଶାସନରେ ଆମେ ଏକାକି ଆସିବା ପରେ ଆମେ ନୂଆପଡ଼ା ବିଧାନସଭାରେ 1101 କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ଏଠି କରିବୁ ବୋଲି ଆମେ ପ୍ରତିଶ୍ରୁତିବଦ୍ଧ। ବିଭିନ୍ନ କାମ ହୋଇସାରିଛି। ମେଡ଼ିକାଲ କଲେଜ ମଧ୍ୟ କେନ୍ଦ୍ରର ଅନୁମୋଦନ ପ୍ରକ୍ରିୟା ସମାପ୍ତ ହୋଇଛି। ମେଡ଼ିକାଲ କଲେଜ କରିବା ପାଇଁ ସବୁପ୍ରକାର ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ନିଜେ ରାଷ୍ଟ୍ରୀୟ ସଭାପତି ତଥା ଆମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ କଥା ହେଲା ପରେ ୟାର ମଧ୍ୟ କ୍ଲିୟରାନ୍ସ ହେଇଛି। ଏବଂ ଏଠିକାର ଆର୍ଥିକ ବିକାଶ ପାଇଁ ନୂଆପଡ଼ାରେ ଯେଉଁ ପ୍ୟାକେଜ 1101 କୋଟି ଟଙ୍କା ହେଇଛି ତାକୁ କ୍ରିୟାନ୍ୱୟନ କରିବା ଆମ ଦଳର ଏବଂ ଆମ ସରକାରର ପ୍ରାଥମିକତା ହେବ। ଏବଂ ଏ ଅଞ୍ଚଳରେ ଯେଉଁ ଦାଦନ ସମସ୍ୟା ଅଛି, ବାହାରେ ଲୋକ କାମ କରିବାକୁ ପିଲା ଛୁଆ ପରିବାରକୁ ନେଇକି 8 ମାସ ବାହାରେ ରହୁଛନ୍ତି, ଅନ୍ୟ କିଛି ବିକଳ୍ପ ନଥିଲା। ଏବେ ଆମେ ସେ ସମସ୍ୟାର ସମାଧାନ କରିବା ପାଇଁ ସଂକଳ୍ପ ନେଇଛୁ ଯେ ଏଠି କେମିତି ଲୋକ କର୍ମସଂସ୍ଥାନ ପାଇବେ ଏବଂ ଏ ଅଞ୍ଚଳରେ ଲୋକ ଆତ୍ମନିର୍ଭର ହେବେ, ସ୍ୱାବଲମ୍ବୀ ହେବେ।